ବାଉଁଶରେ ନିର୍ମିତ ଶଗଡ଼ ଉପରେ ଟୋକେଇରେ ଲାଗିଛି ବିଭିନ୍ନ ପ୍ରକାର ରଙ୍ଗର ପତାକା। ଇଏ ହେଉଛି ସୌରା ଜନଜାତିଙ୍କର ପାରମ୍ପରିକ ପର୍ବ ଉଜୁଡ଼ି ଖେଦା। ସୌରା ଜନଜାତି ଲୋକମାନେ ଆଷାଢ଼ ମାସରେ ପାଳନ କରନ୍ତି ଉଜୁଡ଼ି ଖେଦା ବା ସଂକ୍ରାନ୍ତି ପର୍ବ। ଆମର ଗୁଣ୍ଡିଚା ରଥଯାତ୍ରା ପରି ଏମାନେ ରଥ ନିର୍ମାଣ କରନ୍ତି। ଜାନି ବେଜୁଣୀମାନେ ଏହି କାଠର ରଥ ନିର୍ମାଣ ପରେ ପାରମ୍ପରିକ ପୂଜା ଆରମ୍ଭ ହୁଏ। ଗାଁର ସ୍ତ୍ରୀ ଲୋକମାନେ ନିଜ ନିଜ ଘରୁ ଖଣ୍ଡେ ଖଣ୍ଡେ ବିଭିନ୍ନ ରଙ୍ଗର କନା ଆଣି ଏହି ରଥରେ ଲଗାଇଥାନ୍ତି। ଆଗରୁ ଗାଁର ସମସ୍ତ ଗୃହପାଳିତ ପଶୁମାନଙ୍କୁ ଏକତ୍ରିତ କରାଯାଏ ଏବଂ ବାଦ୍ୟ ବାଜଣା ସହିତ ନାଚ ଗୀତ ହୁଳହୁଳିରେ ରଥ ଟାଣିବା ପାଇଁ ପ୍ରସ୍ତୁତ ହୁଏ। ବାଦ୍ୟ ବାଜଣାରେ ପୂଜକଙ୍କ ଦେହରେ ଦେବତା ସବାର ହୁଏ ଏବଂ ପାରମ୍ପରିକ ଭାବରେ ସେମାନେ ନାଚିବା ସହିତ ରଥକୁ ଟାଣି ଟାଣି ସନ୍ଧି ପାଖକୁ ନିଅନ୍ତି। ଆଗେ ଆଗେ ଏହି ପାରମ୍ପରିକ ରଥ ଏବଂ ପଛରେ ସମସ୍ତ ଗୃହପାଳିତ ପଶୁଙ୍କୁ ନେଇ ଚାଲିଥାନ୍ତି ସୌରା ଗ୍ରାମବାସୀ। ସନ୍ଧି ଦେବତା ପାଖରେ ପହଞ୍ଚିଲା ପରେ ସେଠାରେ ବେଜୁଣୀ କୁକୁଡ଼ା ବଳି ଦିଏ ଏବଂ ଗ୍ରାମର ମହିଳାମାନେ ଆଣିଥିବା ଭୋଗକୁ ସେଠାରେ ପୂଜା କରାଯାଏ। ଏଭଳି ଏକ ନିଆରା ପରମ୍ପରା ସୌରା ସଂସ୍କୃତିରେ ଦେଖିବାକୁ ମିଳେ। ଗୃହପାଳିତ ପଶୁଙ୍କୁ ନିରୋଗ ରଖିବା ସହିତ ଗ୍ରାମର ସବୁ ରୋଗକୁ ସନ୍ଧିଠାରେ ବିସର୍ଜନ କରିବା ଲାଗି ପ୍ରତିବର୍ଷ ସୌରା ଜନଜାତି ପାଳନ କରନ୍ତି ଉଜୁଡ଼ି ଖେଦା ପର୍ବ।